ଝାଲିଆ ଗୁମ୍ଫାରେ କୁମ୍ଭକାର କୁରାଳ ପଞ୍ଚମୀ ଉତ୍ସବ। ସଂସ୍କୃତି ପରମ୍ପରାର ଏକ ପାରମ୍ପରିକ ପରିବେଶ ମଧ୍ୟରେ ଆମ ଉତ୍କଳ ଭୂଇଁ ସୃଷ୍ଟି। ଅନେକ କଳା, ଅନେକ ସଂସ୍କୃତି ସହିତ ମଠ ମନ୍ଦିରରେ ପରିପୂର୍ଣ୍ଣ ହୋଇ ଶୋଭା ବର୍ଦ୍ଧନ କରି ରଖିଛି ଓଡ଼ିଶା ମାଟିକୁ। ମଫସଲଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ଯେଉଁଠି ଦେଖିବେ କଳା ସଂସ୍କୃତିର ଛାପ ଲାଗି ରହିଛି। 12 ମାସରେ 13 ପର୍ବ ପାଳନ କରି ଏକ ଆଧ୍ୟାତ୍ମିକତାର ସୂତାରେ ସମସ୍ତେ ବାନ୍ଧି ହୋଇ ରହିଛନ୍ତି। ଓଷା ହେଉ କି ବ୍ରତ ହେଉ, ମେଳା ହେଉ କି ମହୋତ୍ସବ ହେଉ, ଖୁବ୍ ନିରାଡମ୍ବର ଭାବରେ ପାଳନ କରାଯାଇଥାଏ। ସେମିତି ଏକ ଉତ୍ସବ ଦେଖାଯାଇଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ପଞ୍ଚାୟତର ଝାଲିଆ ଗୁମ୍ଫା ଗ୍ରାମରେ। ଗହଳ ଚହଳରେ ଭାରି ଭାରି ଲାଗୁଛି ଗାଁଟି। ସମସ୍ତଙ୍କ ମନରେ ଭରିଯାଇଛି ଉତ୍ସାହ ଆଉ ଉଦ୍ଦୀପନା। ଭକ୍ତି ଆଉ ବିଶ୍ୱାସର ଏକ ସୂକ୍ଷ୍ମ ସୂତାରେ ବାନ୍ଧି ହୋଇ ସମସ୍ତେ ଏକାଗ୍ର ଚିତ୍ତରେ ରୁଣ୍ଡୀଭୂତ ହୋଇଛନ୍ତି ଗାଁ ମଝିରେ। ବିଶେଷ ଭାବରେ ମହିଳାମାନଙ୍କ ଗହଳ ଚହଳ ଲାଗି ରହିଥିବା ବେଳେ ପୁରୁଷ ବନ୍ଧୁମାନେ ମଧ୍ୟ ଆୟୋଜନର ତଦାରଖ କରୁଥାନ୍ତି। ଏ ହେଉଛି କୁମ୍ଭାର ଜାତିଙ୍କ ପର୍ବ। କୁମ୍ଭାର ସମ୍ପ୍ରଦାୟମାନେ ଏହି ଉତ୍ସବକୁ ଖୁବ୍ ନିରାଡମ୍ବର ଭାବେ ପାଳନ କରୁଥିବା ବେଳେ ଖୁବ୍ ନିରୋଳା ଭାବରେ ନିୟମ ବିଧି ଅନୁସାରେ ପୂଜା କାର୍ଯ୍ୟ କରିଥାନ୍ତି। କୁମ୍ଭାର ସମ୍ପ୍ରଦାୟର ଏହି ଉତ୍ସବକୁ କୁମ୍ଭକାର କରାଳ ପଞ୍ଚମୀ ବୋଲି କୁହାଯାଇଥାଏ। ଏହି ଉତ୍ସବକୁ ଗ୍ରାମର ସମସ୍ତ ପରିବାର ଏକତ୍ରିତ ହୋଇ ଉତ୍ସବକୁ ଆୟୋଜନ କରିଥାନ୍ତି। ଏହି ଉତ୍ସବ ଝାଲିଆ ଗୁମ୍ଫା ଗ୍ରାମରେ ଦୀର୍ଘ 13 ବର୍ଷ ହେଲାଣି ପାଳି ଆସୁଛନ୍ତି। ଓଁ ରୁଦ୍ରପାଳ ରତ୍ନେଶ୍ୱରୀ ଲକ୍ଷ୍ମୀ ନାରାୟଣଙ୍କ ଆଧାରରେ କୁମ୍ଭକାର କୁରାଳ ସମାଜ ତରଫରୁ କୁମ୍ଭାର ଜାତିର ଚକ୍ର ସହିତ ତାଙ୍କର ଇଷ୍ଟଦେବତାଙ୍କୁ ବର୍ଷକରେ ଥରେ ମହା ଆଡମ୍ବରରେ ପୂଜା କରିଥାନ୍ତି। ମାର୍ଗଶିର ମାସ ପଞ୍ଚମୀ ତିଥିରେ ଏହି ପୂଜା କାର୍ଯ୍ୟ କରାଯାଉଥିବା ବେଳେ ସ୍ଥାନୀୟ କୁମ୍ଭାର ଜାତିର ଭକ୍ତମାନେ 3 ଦିନ ଧରି ପୂଜା କରିଥାନ୍ତି। ପୂଜାର 3 ଦିନ ଧରି ତାଙ୍କ ପୁରାଣକୁ ପଠନ କରାଯାଇଥାଏ। ପୁରାଣ ପଠନ ବେଳେ ଖୁବ୍ ନୀରବ ନିଶ୍ଚଳ ସହିତ ଭକ୍ତମାନେ ଶ୍ରବଣ କରୁଥିବା ବେଳେ ଏହି ପୁରାଣ ଶ୍ରବଣ କରିଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ଅଗାଢ଼ ବିଶ୍ୱାସ ରହିଛି। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଏ ବର୍ଷ ଝାଲିଆ ଗୁମ୍ଫା ଗ୍ରାମର କୁମ୍ଭକାର କୁରାଳ ପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଏହି ପୂଜା କାର୍ଯ୍ୟରେ ଗ୍ରାମବାସୀଙ୍କ ସହଯୋଗ ଏବଂ ଆର୍ଥିକ ସହାୟତାରେ ଆୟୋଜନ କରାଯାଇଥାଏ। ଦୀର୍ଘ 3 ଦିନ ଧରି ଏହି ଉତ୍ସବ ପାଳନ କରାଯାଉଥିବା ବେଳେ ବନ୍ଧୁ ବାନ୍ଧବଙ୍କ ଗହଳି ଲାଗିଥିବାର ସୂଚନା ମିଳୁଛି। ଖୁବ୍ ଶୃଙ୍ଖଳାର ସହିତ ଏହି ମୁଖ୍ୟ ଉତ୍ସବ ପାଳନ ହୋଇଯାଇଥିବା ବେଳେ ଏହି ପୂଜାରେ ଗ୍ରାମବାସୀ ଖୁବ୍ ସନ୍ତୁଷ୍ଟ ଥିବା ଜଣାପଡ଼ିଛି। ପୂର୍ବ ବର୍ଷ ଅପେକ୍ଷା ଏ ବର୍ଷ ଝାଲିଆ ଗୁମ୍ଫା ଗ୍ରାମର କୁମ୍ଭକାର କୁରାଳ ପଞ୍ଚମୀ ଉତ୍ସବ ଏକ ଭିନ୍ନ ପରିବେଶ ମଧ୍ୟରେ ଶେଷ ହୋଇଛି ବୋଲି ଆୟୋଜନ କମିଟି ସୂଚନା ଦେଇଛି। ଆଗାମୀ ବର୍ଷକୁ ପୁଣି ଏହି ଉତ୍ସବକୁ ଖୁବ୍ ଉନ୍ନତ ଧରଣରେ କରାଯିବ ବୋଲି ବର୍ତ୍ତମାନରୁ ସୂଚନା ମିଳୁଛି। କଳାହାଣ୍ଡିରୁ ଲୟ ଭୋଇଙ୍କ ରିପୋର୍ଟ, ଏବି ନ୍ୟୁଜ୍।